ଯେଉଁମାନେ ସଦା ସର୍ବଦା ଅସନ୍ତୁଷ୍ଟ ହିଁ ରହିଥାନ୍ତି, ଯେତେବେଳେ ଦେଖିବେ ସଦାବେଳେ ସେମାନେ ଅସନ୍ତୁଷ୍ଟ, ତାହେଲେ ସେମାନେ ହେଲେ ଯମ ଅଗ୍ନି ମହିରାଜା ଉଡ଼ିତା ଚୌର ବିକୁକାର ଗାବ ସିନ୍ଧୁ ଯୁବା ନାରୀ ରୋଗୀ ବି ପ୍ରାୟ ଅସନ୍ତୁଷ୍ଟା। ଦେଖନ୍ତୁ, ଯମ ଅଗ୍ନି ମହିରାଜା, ଯମ ଯେତେ ଡେଡ୍ ବଡି ନେଲେ ବି ସେ ଆହୁରି ନବାକୁ ଇଚ୍ଛା ତାର, ସେ କେବେ ବି ସନ୍ତୁଷ୍ଟ ନୁହେଁ, ଆହୁରି ତାକୁ ଡେଡ୍ ବଡି ଦରକାର। ଅଗ୍ନି ଯେତେ ଘିଅ ଢାଳିବ ଆଉ ଡାଳେ, ସେ ମଧ୍ୟ ଅସନ୍ତୁଷ୍ଟ। ମହି ପୃଥିବୀରେ ଯେତେ ବୀର ପୁରୁଷ ଜନ୍ମ ହେଲେ ବି ପୃଥିବୀ ମାତା ସଦାବେଳେ ଚାହିଁବ ଯେ ଆଉ ବୀର ମାନେ ମୋ କୋଳରେ ଜନ୍ମ ଦେବେ। ରାଜା ସଦାବେଳେ ଚାହିଁବ ପ୍ରଜାମାନଙ୍କୁ କେମିତି ମୋର ପର ଟିକେ ଆସିବ, ଆହୁରି ଟିକେ ଆସିଲେ ସୁବିଧା ହବ, ସେ ମଧ୍ୟ ସେଇଥିରେ ଗଲେ। ଦୁଇଟା ଆପଣଙ୍କର ଝିଅ ଯେତେବେଳେ ବାହାଘର କଲେ, ସେ କଣ ଆପଣ ଯୌତୁକ ଦେବେ ନ ଦେବେ ସେ ତ ଅଲଗା କଥା, କିନ୍ତୁ ଝିଅ ଆପଣଙ୍କର କହିବ ମତେ ଅମୁକଟା ଯେ ସମ୍ପର୍କରେ ଅମୁକଟା ମତେ ଦେବୁ। ସେ ବଡ ଦିଦିର ବାହାଘର ବେଳକୁ ଦେଇଥିବୁ ମତେ କଣଟା ଦେବୁ, ସେ ବାହାଘର ପରେ ମଧ୍ୟ ବି ବାପା ମାଗିବେ ମତେ ଗୋଟେ ଗ୍ରାଇଣ୍ଡର ଦବୁ, ନହେଲେ ମତେ ଗୋଟେ ଏସି ଦେଇନୁ। ସେ ସଦା ସର୍ବଦା ମଧ୍ୟ ବି ସଦାବେଳେ ଝିଅ ହେଲେ ଅସୁବିଧା। ଚୌର ସେମାନେ ଚୋରି କରୁଛି, କିଏ ଯେମିତି ଚାହୁଁଛି ଯେ ମୁଁ କେମିତି ଆଉ ଟିକେ ଅଧିକା ଚୋରି କରିବି, ଆଉ ଟିକେ ଅଧିକା ଚୋରି କରିବି। ସେ ଯେତେ ଚୋରି କଲେ ବି ସେ ସନ୍ତୁଷ୍ଟ ନୁହେଁ। ଗାବ ସିନ୍ଧୁ ଯୁବା ନା ଗାଈକି ଆପଣ ଗୋଟେ ରୁଟି ଦିଅନ୍ତୁ ଖାଇବାକୁ, ଆଉ ଯେତେ ଦେଲେ ବି ଗାଈ ଅସୁବିଧା। ସିନ୍ଧୁ ସମୁଦ୍ର ଯେତେ ଯାହା ଗଲେ ବି ସେ ଆହୁରି ଡବା করে, ସେ ନବା ପାଇଁ କେବେ ପଛେଇବନି। ସମୁଦ୍ର ଯୁବା ଗାଈ, ସେ ସଦାବେଳେ ତାକୁ କାମ ଶକ୍ତି ଦରକାର। ଆଉ ରୋଗୀ କି ଯେତେବେଳେ ଆପଣ ନେବେ ଡାକ୍ତରଙ୍କ ପାଖକୁ, ସେ ଯାହା ଔଷଧ ଲାଗିବ ଯେମିତି ଆଉ ଟିକେ ଶୀଘ୍ର ଭଲ ହେଇଯାନ୍ତାନି, ଆଉ କୋଉ ଡାକ୍ତର ପାଖକୁ ଗଲେ। ବ୍ରାହ୍ମଣ ମଧ୍ୟ ବି ଯେତେ ଦାନ କଲେ ମଧ୍ୟ ସେ ମଧ୍ୟ ଅସୁବିଧା। ଜୟ ଜଗନ୍ନାଥ।